ভিতরে পার্থক্য নাই সিনিয়র রানের প্রতি ওবিডিয়েন্স নাই সে ঘরে বাদন রইবিনি এই মুহূর্তে তালে যাবি কଣ ହେଇଛି বড় বাবু কিছু অসুবিধা লাগে ডাডি ମୋ ଉପରେ ରାଗିକି ଘର ଛାଡି ଚାଲି ଯିବା ପାଇଁ ବସିଛନ୍ତି ମୋ ଉପରେ ରାଗିଛନ୍ତି ମୁଁ ରୋଷେଇ କରିଛି ଡାଡିକୁ ଖାଇବାକୁ ଡାକିଲି ଡାଡି ମୋତେ ପଚାରିଲେ ରୋଷେଇ କିଏ କରିଛି ଆଉ ମୁଁ କହିଲି ମୁଁ ଆଉ ତାପରେ କଣ ହେଲା ଆପଣ ତ କହିଲେ ରୋଷେଇ କିଏ କରିଛି ସେ ସତ କଥା କହିଲେ ମୁଁ କରିଛି ହେଲେ ରାଗିବାର କଣ ଅଛି ଯେ ଏ ପ୍ରଶ୍ନ ତୁ ମତ ପଚାରୁଛୁ ଏ ପ୍ରଶ୍ନ ତୁ ମତ ପଚାରୁଛୁ ଆରେ ବହୁର କଣ୍ଡିସନ ଯାହା ଏଥିରେ ଯେ ଘରେ ସବୁ କାମ ଯଦି କରିବ ତାହେଲେ ଏ ଚାକରଟା ଅଛି ବହୁତ ଭାଇ କଣ ଘରେ ବସିକିରି ଖାଇକିରି ପଇସା ନେବ ମୁଁ ତ ଗୋଟାଏ କଥା ବୁଝିପାରୁନି ଏ ଘରେ ଚାକରାଣୀ କିଏ ମାଲିକାଣୀ ମତେ ଯାହା ଲାଗୁଛି ତମେ ଦୁଇ ଜଣ ନିଶ୍ଚୟ କିଛି କଥା ମତେ ଲୁଚୁ ନିଶ୍ଚୟ କିଛି ମୁଁ କହୁଛି ଶୁଣନ୍ତୁ କଥା କଣ କି ଚାକରାଣୀଟା ଅନେକ ଦିନ ହେଲା ଏ ଘରେ ରହିଲାଣି ତ ଆପଣ ବୋଉ ଆଉ ଚାକରାଣୀ ଭିତରେ ଏମିତି ଗୋଟେ ସାଙ୍ଗ ହେଇଯାଇଛନ୍ତି ଆପଣ ବୋଉ ତାକୁ ଚାକରାଣୀ ବୋଲି ମାନେନି ଏ ଦୁଇ ଜଣଙ୍କ ଭିତରେ ତ ସ୍ତ୍ରୀ କିଏ ତ ଜାଣିପାରୁଛୁ ନା ନାଇଁ କିଏ ତ ସ୍ତ୍ରୀ ଇଏ ନା ଇଏ ନ ଡାଡି କଥା କଣ କି ସକାଳେ ଆପଣ ବୋଉ ଯୋଉ ଶାଢୀଟା ପିନ୍ଧିଥିଲା ଏବେ ଚାକରାଣୀ ସେଇ ଶାଢୀଟା ପିନ୍ଧିଛି ମୁଁ କଣ କରିବି ମୁଁ ତ ନିଜେ କନଫ୍ୟୁଜ ହେଇଯାଉଛି ମୋର ଦୋଷ କଣ ମୋର ତ ଆଉ ଗୋଟେ କଥା ସନ୍ଦେହ ହଉଛି ପୁଣି କଣ ଏ ବଂଶର ଉତ୍ତରାଧିକାରୀ ମାନେ ତୋ ରକ୍ତର ସନ୍ତାନ ପ୍ରକୃତରେ କାହା ଗର୍ଭରେ ବଢୁଛି ତୋ ସ୍ତ୍ରୀ ଗର୍ଭରେ ନା ଚାକରାଣୀ ଗର୍ଭରେ ତମେ ଦିଟା ତ ପାଗଳି ମତେ ପାଗଳ କରିବ ମୁଁ ପାଗଳ ହେଇଯିବି ଏବେ ସାତ ମୁଁ ପାଗଳ ଡାଡି ମୁଁ କହିଦଉଛି ଶୁଣନ୍ତୁ ଇଏ ମୋ ସ୍ତ୍ରୀ ଏ ଘର ଉତ୍ତରାଧିକାରୀ ମୋ ରକ୍ତର ସନ୍ତାନକୁ ଏଇ ଜନ୍ମ ଦବ ଇଏ ଆପଣଙ୍କ ବୋଉ ଇଏ ମୋ ସ୍ତ୍ରୀ ମିଛ କଥା ମିଛ କହୁଛନ୍ତି ଆପଣ କଣ ମିଛ କୋଉଟା ମିଛ କୋଉଟା ସତ କୋଉଟା ସେ କହି ଫତବାକୁ ତମେ କିଏ ଆରେ ମୁଁ ପଚାରୁଛି କୋଉଟା ମିଛ ଡାକ୍ତର ବାବୁଙ୍କ କଥା ଡାକ୍ତରଙ୍କ କଥା କଣ ଡାକ୍ତରଙ୍କ କଥା ମିଛ ଏଇ ସାଗରିକା ଡାକ୍ତର ବାବୁଙ୍କ ସ୍ତ୍ରୀ ତାପରେ ଡାକ୍ତର ବାବୁଙ୍କର ସନ୍ତାନ ବଢୁଛି ଏସବୁ କଥା ମିଛ ସାଗରିକା ଆରେ ସେ ତ ମୋ ବୋହୁ ସ୍ମୃତି ସାଗରିକା ମିଶ୍ର ମୋ ବୋହୁ କଣ କହୁଛନ୍ତି ଆପଣ ଇଏ ଆପଣଙ୍କ ବୋହୁ ସ୍ମୃତି ନୁହଁ ଇଏ ମୋ ସ୍ତ୍ରୀ ସାଗରିକା ଡକ୍ଟର ସାହେବ ଆପଣ ମତେ ଟ୍ରିଟମେଣ୍ଟ କରିଛନ୍ତି ମତେ ନୂଆ ଜୀବନ ଦେଇଛନ୍ତି ଆପଣଙ୍କ ଆଦେଶକୁ ମୁଁ ଅମାନ୍ୟ କରିବିନି ଡାକନ୍ତୁନି ମୁଁ ଏଠୁ ଚାଲିଯିବି ହେଲେ ଯିବା ସମୟରେ ମୋ ସ୍ତ୍ରୀକି ମୁଁ ସାଥିରେ ନେଇଛି ଚାଲ ସାଗରିକା ମୁଁ କହୁଛି ତମ ସ୍ୱାମୀ କହୁଛି ଚାଲ ଆମେ ଘରକୁ ପଳେଇଛୁ କଣ କହିଲ ହାତ ଛାଡ଼ିଦେବି ଏ କଥା ତମେ କହୁଛ କିନ୍ତୁ କାହିଁକି ଏଇଥିପାଇଁ ଯେ ମୁଁ ତମ ସ୍ତ୍ରୀ ସାଗରିକା ନୁହେଁ ତମେ କିଏ ମୁଁ ଚିହ୍ନିନି କି ଜାଣିନି ମୁଁ ସ୍ମୃତି ମହାପାତ୍ର ଏ ଡକ୍ଟର ସାର୍ଥକ ମହାପାତ୍ରଙ୍କର ୱାଇଫ୍ ଆଚ୍ଛା ୟା ଭିତରେ ତମେ ସ୍ତ୍ରୀରୁ ୱାଇଫ୍ ହେଇଗଲଣି ଆଶ୍ଚର୍ଯ୍ୟ ଭଡ଼ା ଘରଟା ମାର୍ବଲ ଉଆସ ହେଲା ପରେ ଟେକ୍ସି ଡ୍ରାଇଭରଟା ଡକ୍ଟର ହେଲା ପରେ ପଖାଳ ଆଳୁ ଭର୍ତ୍ତାଟା ବିରିୟାନୀ ହେଲା ପରେ ସ୍ତ୍ରୀଟା ଯେ ୱାଇଫ୍ ହେଇଯାଏ এই কথা তো ମୁଁ ফার্স্ট টাইম ପାଇଁ দেখুছি বাবু চালিয়ে কোন যত শীঘ্র পড়ছলে প্রগণনগর ঘর বাহার করে দিও তো হ্যাঁ ড্যাডি এ ঠিক কইছি ড্যাডি কিছু দিন ধরে এর অ্যাক্সিডেন্ট হইছিলা তা ব্রেন রে জোর আঘাত লাগিছিলা মোরি নার্সিং হোমে ট্রিটমেন্ট হউতলা মতে লাগুছি এটা পাগল হই যাইছে রাইট আরে ମୁଁ ତ ପାଗଳ ଅଟେ ମୁଁ ପାଗଳ ହେଇନଥିଲେ ମୋ ସ୍ତ୍ରୀ କଣ ମତେ ଛାଡି ଆଉ କାହାକୁ ବାହା ହେଇଥାନ୍ତା ଅନ୍ୟ କାହାର ପିଲାକୁ ସେ ଘରେ ଘରେ ଧରିଥାନ୍ତା गेट बाहर कर दे आसु आरो ए सब কথা শুনিবা পাই মতে আদৌ ভালো লাগুনি তাহলে তো ভালো লাগুনি কথাটা যে মতে কেমিতি কা লাগুথো থরে চিন্তা করন্তু না বাবু এই সাগরিকা যে স্ত্রীর ওয়াইফ হই যাইছি সে প্রথমে মো স্ত্রী থিরা এই সাগরিকা গো বাহালি বলি মো পরিবার ভাত হাঁড়িটা ভাঙি গলা আম ঘর ভাঙি গলা মো সানো ভাই বহু দিটা মতে ঘর বাহার করতেলে মো বাপাଙ୍କର ଔଷଧ ପାଣି ସବୁ ବନ୍ଦ ହେଇଗଲା କେବେ କହୁଥିଲେ ସେ ମରିଯିବେ ତାହାର କିଛି ଠିକ ଠିକଣା ନାହିଁ କେବଳ ଆକୁ ବାହାଲି ବୋଲି ସେ ଶୈତାନ ମୋ ଉପରେ ଗାଡ଼ି ଚଢ଼େଇ ଦେଲା ଭାଗ୍ୟ ଜୋରରେ ମୁଁ ବଞ୍ଚିଗଲି ଆଉ ଇଏ ମୋତେ କଥା ଦେଇଥିଲା ସାରା ଜୀବନ ମୋ ହାତ ଧରି ପାଠ ଚାଲିବ ଏ ଆଜି ଆରେ ଲୋକଟା ଯାହା ଯାହା କହିଯାଉଛି ଆଉ କଥା ଯିଏ ଶୁଣିବ ସେ
ସେ ତ କହିବ ଏ ସତ କହୁଛି। ଆଉ କଥା ଶୁଣି ସାରିବା ପରେ ମତେ ତ ଲାଗୁଛି ମିଛ ଇଏ ମିଛ କହୁଛି ନା ମିଛ ମୁଁ ମିଛ କହୁଛି ତାହେଲେ ଆପଣ ସାଗରିକା ପଚାରନ୍ତୁ, ସେ ହିଁ କହିପାରିବ ମୁଁ ସତ କହୁଛି ନା ମିଛ କହୁଛି। ସେ ହିଁ କହିପାରିବ ସେ ମୋ ସ୍ତ୍ରୀ ନା ଡାକ୍ତର ବାବୁଙ୍କର ୱାଇଫ। ଓ ବୋହୁ ସତଟା କଣ ତମେ ହିଁ କହିପାରିବ। ତମ ନିଷ୍ପତ୍ତି ଶେଷ ନିଷ୍ପତ୍ତି। କୁହ ଏ ଲୋକ କିଏ? ଏ ଯାହା କହୁଛି ସତ କହୁଛି ନା ମିଛ କହୁଛି? କୁହ ସାଗରିକା। ବାବୁଙ୍କ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଥରେ ପଛ କଥା ମନେ ପକେଇବ। 7 ତାଳ ପାଣି 9 ତାଳ ପଙ୍କ, ତା ଭିତରେ କଙ୍କାଳ କୋଠି। সেই কঙ্কাল কোঠরে মহারানী বুড়ি অশ্বিনী তা আয়ুষের চুক্তিকে জাপড় ধরি তা ভিতরে তুমি উদ্ধার করি তোমাকে বৌরানী সজাই দিবা এই বিনোদ দাস আজ তোমার আখির সামনে ঠিয়া হয়েছে। কুয়া কুয়া সাগরিকা মুখে মুখ পাগল ତମେ ଗୋଟେ ବଦ୍ଧ ପାଗଳ। ତମେ କାହାକୁ କଣ କହୁଛ କିଛି ବି ଜାଣିପାରୁନା। ଡାଡି ଆପଣ ଗୋଟେ କାମ କରନ୍ତୁ, ଆପଣ ଏବେ ପୋଲିସକୁ ଫୋନ କରନ୍ତୁ ଆଉ ତାଙ୍କୁ କୁହନ୍ତୁ ଏଇଟାକୁ ଧରିନେ ମେଣ୍ଟାଲ ହସ୍ପିଟାଲ ଆଡମିଟ କରିଦେବେ। ভুলিছিবি কেবে নুহ মু যদি পাগল তাহলে তুমি বি পাগলি হব। মু যদি মেন্টাল হসপিটাল উঠিবি তাহলে মো সাথে তুমি বি জীব। শোনা সমস্যা হাত ছাড় ওরা আশ্চর্য লোক। হাত ছাড় কହୁଛୁ না সে ঠিক সময় পৌঁছাইছ। ମୁଁ ପୁରା ସେଇଆ ସାଥ ନଥିଲେ ମୁହଁ ମୋଡି ଦିଏ, ସାଥ ଥିଲେ ପହଞ୍ଚ। କୁହ କୁହ ପୁଷ୍ପା ଇଏ କି? ତୁ କଣ ଚିହ୍ନିନୁ ମତେ ପଚାରୁଛୁ? ବାବୁ ବାବୁ ଆପଣ ଏ ପୁଷ୍ପାକୁ ପଚାରନ୍ତୁ ନା, ସିଏ ହିଁ କହିପାରିବ ସିଏ ଆପଣଙ୍କ ବୋହୂ ନା ମୋ ସ୍ତ୍ରୀ ସାଗରିକା। କଣ ସାଗରିକା ଏତ ତମେ ଭାଙ୍ଗି ଦେଇ ପାରିବନି ନା। ତମେ ରୁହ ଭାଇ, ସିଏ କଣ କହିବ? ମୁଁ ପୁରା ଇତିହାସ ବର୍ଣ୍ଣନା କରିବି। ନାଇଁ ନାଇଁ ମୁଁ କଣ କହୁଥିଲି ସିଏ ଯେତିକି ଜାଣିଛି ମୁଁ ତାକୁ ଢେର ଜାଣିଛି। କୁହ ପୁଷ୍ପା ତମେ କଣ ତାକୁ ଭଲ ପାଉନଥିଲ? ଭଲ ପାଉଥିଲି ମାନେ ମୋ ଛାତି ଚିରି ଦେଲେ ସିଏ ଛାତିରେ ଲେଖିଛି ତାରି ନା। ତମ ସାଥିରେ ତା ବାହାଘର କଣ ଫାଇନାଲ ହେଇନଥିଲା? ନିମନ୍ତ୍ରଣ କାର୍ଡ ବଣ୍ଟା ସରିଥିଲା। ଏବେ ଫୁଲ ଠାରୁ ମାଛ ଯାଏ। ଏ ଯୋଉ ହ୍ୱାଇଟ ହାଉସ କଲ୍ୟାଣୀ ମଣ୍ଡପ ବୁକ୍ କରିଥିଲି ସବୁ ବେକାର ହେଇଗଲା। ଡେବୁଲି ସବୁ 7 ଲକ୍ଷ ଟଙ୍କା ଦେଇଥିଲି ସୁନା ଗହଣା କିଣିବା ପାଇଁ, କୋଉଠି ଯାତ୍ରା ପେଟରେ ଖର୍ଚ୍ଚ କରିଦେଇଛି ପଦ ଫେରେଇଲି। କୁହ କୁହ ପୁଷ୍ପା କି କି ସେ ସାଗରିକା ଯାହାକୁ ମୁଁ ବାହା ହେଲି, ଯାହା ପାଇଁ ଘର ଛାଡ଼ିଲି ପରିବାର ଛାଡ଼ିଲି ବର୍ବାଦ ହେଇଗଲି। କୁହ ନା କି ସେ ସାଗରିକା? କଣ ହେଲା ତୁ ସାଗରିକାକୁ ବାହା ହେଲୁ? ହଁ ତୁ ବାହା ହେଲୁ? ସତରେ ଏଟା ପାଗଳଟା। ସତରେ ଆଜ୍ଞା ପାଗଳ। ତୁ କେତେବେଳେ ବାହା ହେଲୁ? ସେ ତ ମତେ ବାହା ହେଲା 3 ମାସ ପରେ ସାମାନ୍ୟ ଗଣ୍ଡଗୋଲରୁ ଘର ଛାଡି ଚାଲି ଆସିଲା। ଗୋଟେ ବାବୁଙ୍କ ଘର ଚାକରାଣୀ କାମ କରୁଥିଲା, ମୁଁ ତା ଖବର ପାଇଛି। 7 ବର୍ଷ ପରେ ମୁଁ ମୋ ସାଗରିକାକୁ ପାଇଛି। କୁହ ନା କିଏ ସିଏ ସାଗରିକା? ଏ ବାବା କୁହ କୁହ ଏ ଦୁଇ ଜଣଙ୍କ ଭିତରୁ ତମ ସ୍ତ୍ରୀ କିଏ? କୁହ କୁହ ତମ ସ୍ତ୍ରୀ କିଏ? ଶୀଘ୍ର କୁହ। ଏଇ ପା ମୋ ସ୍ତ୍ରୀ ସାଗରିକା। ମୋ ଧନ ମୋ ଗେଲୁ ମୋ କୁନକୁନ ଆହୁରି ଅଛି ଖୋଲିଦେବି। ବାବୁ ଏ ପାଗଳଟା କିଛି ନାଟକ କରୁଛି। ଆରେ କୋନା ବାବା କୋନା ମୋ ଘର ଭିତରକୁ ପଶି ଆସି ମୋ ବୋହୂକୁ ତା ସ୍ତ୍ରୀ ବୋଲି କହୁଛି। ନିଜେ ତ ପାଗଳ ଆମ ସମସ୍ତଙ୍କୁ ପାଗଳ କରିସାରିଲା। ଇଏ ପାଇଗା ସେଇ ପାଗଳ ଯାହା ସ୍ତ୍ରୀ କି ଦେଖିବ ତା ସ୍ତ୍ରୀ ବୋଲି କହିବ। ଭଉଣୀ ଇଏ ହଇରାଣ କରୁଛି କି? ଭାରି ଦିଦିଆ ପୁଣି ଆସିବ ନା ହୁସିଆର ରହିବ। ଦେଖୁନା କେମିତି ଅନେଇଛି, ଦେଖୁନା ଏତେ ଜଣ ଅଛି କି ମତେ ରାଗି ଯାଇ ଚାଲ 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 ତତେ ଆଜି ବର୍ଡର ପାର କରିଦଉ। ଚାଲ ତ ଅନେଇବା ନାକ ଫାଟିଗଲା କି? ବ୍ଲଡ ତ ବାହାରି ନାହିଁ। ନାଇଁ ପାଖକୁ ଯାନା ପାଖକୁ ଯାନା। তোর এতে সাহস পর ঘরে বসি পর স্ত্রীকে তোর স্ত্রী বলি কইবু, মা বলি মানবু, হইরাণ কইবু, পুনি মু কইলে মো উপরে হাত উঠাইবু। ততে আজি মু কড়া ছাড়িবিনি কারিকে ছাড়িবিনি। দেখি নেবি তম সমস্তকে মু দেখি নেবি। একদম তো এটা বেশি করে ঘর বাহার কর। এটি বেশি সময় রইলে ও ঘরর মান সম্মান ইজ্জত সব মাটিরে মিশিଯିବ। তুই চলে যা, ମୁଁ ଯାଉଛି। ଏଠିକି ଫେରିବା ପୂର୍ବରୁ ତୁ ଯେମିତି ଏଠି ନଥିବୁ, ତା ନହେଲେ ତୋ ଅବସ୍ଥାକୁ ଏଠି ଜାଙ୍କ ମୋ ବନ୍ଧୁକ କହିବି।
ଏ ବିନୟର ଅନନ୍ୟତା ତମେ ଦେଖିଛ ସାଗରିକା। ଏ ତା ବିତୃଷ୍ଣାପଣ କେବେ ଅନୁଭବ କରିନି। ଏ ବିନୟର ବିଚରତା ପରିକିଛ, ହେଲେ ତା ବିଦେଶୀ ପ୍ରାଣର ପ୍ରଗଳ୍ଭତାର ଶିକାର କେବେ ହେଇନ। ତମ ପାଇଁ ମୁଁ ବର୍ବାଦ, ହେଲେ ତମେ ଏ ରାଜଉଆସର ବାଟ ମଇଛି। ତମ ପାଇଁ ମୁଁ ସର୍ବହରା, ହେଲେ ତମେ ବିନ୍ଦାସ ଚିତ୍ର ନକି ଛାଡ଼ିବି ତମକୁ। ମତେ ତମ ପାଗଳ ଆଖ୍ୟା ଦେଇଛ ମାନେ ପାଗିଳିର ଷ୍ଟମ୍ପ ବାଡ଼େଇବି ତମ ପିଠିରେ। ପାଗିଳି କରିଦେବି ତମକୁ। सागरिका तुवाल ମୋ ସ୍ତ୍ରୀ ସାଗରିକା। ओ स्त्री सागरिका ମୋ ସ୍ତ୍ରୀ आ मो स्त्री के सुकुटी साउंड তুমি কেମିତି ଶୋଉଛ ସାଗରିକା? ତମ ପାଦରେ କଣ୍ଟା ଫୁଟିଲେ ମୋ କଲିଜାରୁ ରକ୍ତ ଝରୁଥିଲା, ଆଜି ମୋ ଦେହରୁ ରକ୍ତ ଝରୁଛି। ତମ ହୃଦୟ କେମିତି ଶୋଉଛି? ମରିବୁ ତୁ ଆଜି ମରିବୁ ଆଜି ମାରିଲା এই তো আরম্ভ বিনয় দাস এবে করবে পুষ্পা ধীরে ধীরে তোঠার প্রতিশোধ নেব তু মো মনরে নিয়া লগাইছু মু তো চুইরে নিয়া নেবি ପାଣି ଗ୍ଲାସ ମତେ ଦିଅ। କିଏ କୋଉଠି ଅଛ? ପାଣି दियो ये पानी पी दियो ये पानी दियो पी दियो। अबे हाथ ଶୁଣ ସେମିତିକ ପରିସ୍ଥିତିର ବୁଢ଼ିଆଣି ଚାଲ ଭିତରେ ମୁଁ ଛନ୍ଦି ହେଇଯାଇଛି। ଆଉ ଯୋଉଥିପାଇଁ ପରିସ୍ଥିତିର ପରାକାଷ୍ଠା ପ୍ରେମିକାର ପ୍ରେମକୁ ପ୍ରତାରଣାର ପ୍ରସ୍ଥର ଖଣ୍ଡରେ ପ୍ରହାର କରି ତାକୁ ପଥଭ୍ରଷ୍ଟ କରିଦେଇପାରେ ସାଗରିକା। ହେଲେ ପତ୍ନୀ ତା ପଦ୍ମଗନ୍ଧା ମହକରେ ତା ସ୍ୱାମୀକୁ ପରପଞ୍ଚ ପଥରୁ ଫେରି ଆଣିବା ପାଇଁ ପ୍ରଦର୍ଶନ କରେ। ହେଲେ ତମେ ଏମିତି ଗୋଟିଏ ପତ୍ନୀ ଯେ ଗୋଟିଏ ଭଲ ମଣିଷକୁ ପାଗଳର ଆଖ୍ୟା ଦେଇ ପାଗଳ ବନେଇଦେବେ। ତମେ ମତେ କ୍ଷମା କରିଦିଅ। ପାଗଳ ବନେଇଦେବେ ତମେ ମତେ କ୍ଷମା କରିଦିଅ। ମୁଁ ତମେ ହାତ ଧରୁଛି ସାଗରିକା, ମୋ ସ୍ୱାମୀକୁ ବିନୟ ତମେ ସେ ଭୁଲ କରନି। ବିନୟ ତମେ ସେ ଭୁଲ କରନି। ଏ ହାତରେ ସ୍ୱାମୀର ଶଙ୍ଖା ସୁନ୍ଦର ଦିଶେ, ତମେ ତ ଗୋଟେ ବାରଣାରୀ ଚରିତ୍ରହୀନ ବେଶ୍ୟା। ସ୍ତ୍ରୀ ମୁଖରେ ସ୍ୱାମୀର ସିନ୍ଦୁର ଶକ୍ତିମୟ ସୂର୍ଯ୍ୟଙ୍କ ପରି ଦାଉ ଦାଉ ହେଇ ଚଳେ। ହେଲେ ତମ ପରି ଗୋଟେ ସ୍ୱାର୍ଥପର ମୁଖରେ ସେଇ ଶକ୍ତିମୟ ସୂର୍ଯ୍ୟ ଅମାବାସ୍ୟାର ଚନ୍ଦ୍ର ପରି ରୋଗିଣା ବିନୟ ତମେ ଅନୁତାପ କରିବ। ବିନୟ ଯଦି ଆଜି ମୋ ଉନ୍ନତ ତମେ ନ ରଖ ତାର ଅନୁତାପ ଆଗ୍ରହଗିରି ତମେ ଜଳି ପାଉଁଶ ହେଇଯିବ। ସିନ୍ଦୁର ତମେ ଫେର। ନିଶ୍ୱାସ ପରି ହେଲୁ ମୋ ଜରୁରୀ ଭଲ ପାଇବା ବିଶ୍ୱାସ
ଚାଲୁରେ